ଶୀତରେ ଥରୁଛି ସାରା ଓଡ଼ିଶା। ଜାଡ଼ରେ ଥରୁଛି ସାରା ଓଡ଼ିଶା। ରାଜ୍ୟର 6 ସହରର ତାପମାତ୍ରା 10 ଡିଗ୍ରୀ ତଳେ ରହିଛି। କେବଳ ଗୋପାଳପୁର ଓ ପୁରୀକୁ ଛାଡ଼ିଦେଲେ ବାକି ସବୁ ସହରର ତାପମାତ୍ରା 15 ଡିଗ୍ରୀ ତଳେ ଅଛି। ଆଜି ଅନୁଗୁଳ, ଝାରସୁଗୁଡ଼ା, ଖୋର୍ଦ୍ଧା, ଜଗତସିଂହପୁର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶୀତ ଲହରୀ ହେବାର ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅପରପକ୍ଷରେ ପୁଣି 5 ଡିଗ୍ରୀ ତଳକୁ ଖସିଛି ଓଡ଼ିଶାର ଦାର୍ଜିଲିଂ, ଉଦୟଗିରିର ତାପମାତ୍ରା। ପ୍ରବଳ ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ। ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତକାଲି ପାରଦ 5.6 ଡିଗ୍ରୀ ଥିବାବେଳେ ଆଜି 4.4 ଡିଗ୍ରୀ ରେକର୍ଡ କରାଯାଇଛି। ପାରଦ ତଳମୁହାଁ ହେବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଉଦୟଗିରି ଚିହ୍ନଟ ହୋଇଥିବା ବେଳେ ଡିସେମ୍ବର ମାସ ଆରମ୍ଭରୁ ଶୀତର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ସଞ୍ଜ ନଇଲେ ଶୀତର ପ୍ରକୋପ ବଢ଼ିବା ସହ ରାତିରେ ଜାଡ଼ ଆରମ୍ଭ ହୋଇଯାଉଛି। ଗତ ଶୁକ୍ରବାର ସର୍ବନିମ୍ନ ତାପମାତ୍ରା 10.1 ଥିବାବେଳେ ଶନିବାର 5.6 ଓ ଆଜି 4.4 ଡିଗ୍ରୀରେ ପହଞ୍ଚିଥିବା ରେକର୍ଡ କରିଥିଲା କୃଷି ବୈଷୟିକ ଗବେଷଣା କେନ୍ଦ୍ର ଓ ପାଣିପାଗ କେନ୍ଦ୍ର। ଅପରପକ୍ଷରେ ଗ୍ରାମାଞ୍ଚଳରେ ସର୍ବନିମ୍ନ ତାପମାତ୍ରା ପାଖାପାଖି 2 ଡିଗ୍ରୀ ଥିବା ଅନୁମାନ କରାଯାଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନୁଗୁଳ ଓ ଝାରସୁଗୁଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶୀତ ଲହରୀ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଓଡ଼ିଶାର କନ୍ଧମାଳ, କୋରାପୁଟ ଓ ସୁନ୍ଦରଗଡ଼ର ଗୋଟିଏ ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେଉଛି। ରାଉରକେଲାରେ ତାପମାତ୍ରା 7.2 ଡିଗ୍ରୀ, ଦାରିଙ୍ଗବାଡ଼ିରେ 7.5 ଡିଗ୍ରୀ, ଫୁଲବାଣୀରେ 8 ଡିଗ୍ରୀ, କେନ୍ଦୁଝରରେ 9.6 ଡିଗ୍ରୀ, ଝାରସୁଗୁଡ଼ାରେ 7.6 ଡିଗ୍ରୀ ଓ ଅନୁଗୁଳରେ ତାପମାତ୍ରା 9 ଡିଗ୍ରୀ ରହିଛି। ପରବର୍ତ୍ତୀ ଖବର, ଓଡ଼ିଶାରେ ମାତିଛନ୍ତି ସାଇବର ଲୁଟେରା। 16 ମାସରେ ଲୁଟିଲେଣି 222 କୋଟି। ଓଡ଼ିଶାରେ ମାତିଛନ୍ତି ସାଇବର ଲୁଟେରା। 16 ମାସରେ ଲୁଟିଲେଣି 222 କୋଟି। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ 16 ମାସରେ ଘଟିଛି 3,486ଟି ସାଇବର କ୍ରାଇମ୍। ସାଇବର ଅପରାଧରେ ଗିରଫ ହୋଇଛନ୍ତି 727। 104ଙ୍କ ନାଁରେ ଚାର୍ଜସିଟ୍। 61,36,000 ଟଙ୍କା ଫେରସ୍ତ ପାଇଛନ୍ତି ଠକେଇରେ ଶିକାର ବ୍ୟକ୍ତି। 6,74,09,000 ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ହୋଇଛି ଅଚଳ। ପରବର୍ତ୍ତୀ ଖବର, ଘରେ ବସି କିପରି ବନାଇବେ ଆୟୁଷ୍ମାନ କାର୍ଡ଼, ଜାଣନ୍ତୁ ସବୁଠୁ ସହଜ ପ୍ରୋସେସ୍। ଦେଶର ଗରିବ ଏବଂ ଅସହାୟ ଲୋକଙ୍କୁ ଉନ୍ନତ ଏବଂ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ଅନେକ ଯୋଜନା ଚଲାଉଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଯାହା ଅଧୀନରେ ଯୋଗ୍ୟ ପରିବାରମାନେ ପ୍ରତିବର୍ଷ 5 ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ। ତଥାପି ଅନେକ ଲୋକ ଏପର୍ଯ୍ୟନ୍ତ ଜାଣିନାହାନ୍ତି ଯେ ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ କି ନାହିଁ କିମ୍ବା ଆୟୁଷ୍ମାନ କାର୍ଡ଼ କିପରି ପାଇବେ। ଖୁସି ଖବର ହେଉଛି ଆପଣଙ୍କୁ ଆୟୁଷ୍ମାନ କାର୍ଡ଼ ପାଇବା ପାଇଁ ଲମ୍ବା ଧାଡ଼ିରେ ଠିଆ ହେବାକୁ ଆଉ ପଡ଼ିବ ନାହିଁ କିମ୍ବା ବାରମ୍ବାର କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ। ଆୟୁଷ୍ମାନ କାର୍ଡ଼ ତିଆରି କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଏବେ ଆପଣଙ୍କ ମୋବାଇଲ ଫୋନ୍ ବ୍ୟବହାର କରି ଆପଣଙ୍କ ଘରେ ବସି କରିପାରିବେ। ତେବେ ଆସନ୍ତୁ ଜାଣିବା ଆପଣ କିପରି ଆପଣଙ୍କ ଘରେ ବସି ଆୟୁଷ୍ମାନ କାର୍ଡ଼ ତିଆରି କରିପାରିବେ। ସରକାର ଏବେ ଆୟୁଷ୍ମାନ କାର୍ଡ଼ ପାଇବାର ପ୍ରକ୍ରିୟାକୁ ସରଳ କରିଦେଇଛନ୍ତି। ଆପଣଙ୍କୁ ଆଉ କୌଣସି ସ୍ଥାନକୁ ଯାତ୍ରା କରିବାକୁ ପଡ଼ିବ ନାହିଁ କିମ୍ବା କୌଣସି ଫର୍ମ ପୂରଣ କରିବା ପାଇଁ ପଡ଼ିବ ନାହିଁ। ଘରେ ବସି ଆୟୁଷ୍ମାନ କାର୍ଡ଼ ପାଇବା ପାଇଁ ଆପଣଙ୍କୁ ପ୍ରଥମେ ଯୋଜନାର ସରକାରୀ ୱେବସାଇଟ୍ mera.pmjay.gov.in କିମ୍ବା PMJY ଆୟୁଷ୍ମାନ ଆପ୍ ପରିଦର୍ଶନ କରିବାକୁ ପଡ଼ିବ। ଦ୍ୱିତୀୟରେ, ଏହାପରେ ଆପଣ ଆପଣଙ୍କ ଯୋଗ୍ୟ ବା ଏଲିଜିବିଲିଟି ଯାଞ୍ଚ କରିପାରିବେ। ତୃତୀୟରେ, ଯଦି ଆପଣ ଯୋଗ୍ୟ ତେବେ ଆପଣଙ୍କୁ ଆପ୍ କିମ୍ବା ୱେବସାଇଟ୍ରେ ଲଗ୍ଇନ୍ କରିବାକୁ ପଡ଼ିବ। ଚତୁର୍ଥରେ, ଲଗ୍ଇନ୍ କରିବା ପରେ ଆପଣଙ୍କ ଆଧାର ନମ୍ବର ଏବଂ ଆପଣଙ୍କ ମୋବାଇଲ ଫୋନ୍ରେ ପ୍ରାପ୍ତ OTP ଏଣ୍ଟ୍ରି କରିବାକୁ ପଡ଼ିବ। ଏବଂ ପଞ୍ଚମରେ, ଏବେ ଆପଣଙ୍କ ମୋବାଇଲରେ କ୍ୟାମେରା ସହିତ ଆପଣଙ୍କ ଫଟୋ କ୍ଲିକ୍ କରିବା ପାଇଁ ପଡ଼ିବ ଏବଂ ଏହାକୁ ସବମିଟ୍ କରିବା ପାଇଁ ପଡ଼ିବ। ଏହାପରେ ଆୟୁଷ୍ମାନ କାର୍ଡ଼ କିଛି ସେକେଣ୍ଡ ମଧ୍ୟରେ ଡାଉନଲୋଡ୍ ପାଇଁ ପ୍ରସ୍ତୁତ ଏବଂ ଉପଲବ୍ଧ ହେବ। ପରବର୍ତ୍ତୀ ଖବର, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା 12,432 ଅଭିଯୋଗର ସମାଧାନ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଅଭିଯୋଗର 91% ସମାଧାନ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ 13,358ଟି ଅଭିଯୋଗ ଆସିଛି, ଯେଉଁଥିରୁ 12,432 ଅଭିଯୋଗର ସମାଧାନ ହୋଇସାରିଛି ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ଉତ୍ତର ରଖି ତଥ୍ୟ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ପୂର୍ବରୁ ଅଫିସର ରାଜ ଚାଲୁଥିବାରୁ ଗ୍ରାଉଣ୍ଡ ସ୍ତରରେ ବ୍ଲକକୁ ଆସୁଥିବା ଲୋକଙ୍କ ଅଭିଯୋଗ ସମାଧାନ ହେଉନଥିଲା। ତେଣୁ ସେଗୁଡ଼ିକ ସମାଧାନ ପାଇଁ କ'ଣ ପଦକ୍ଷେପ ନିଆଯାଇଛି ଓ କିଛି ସମୟସୀମା ନିର୍ଦ୍ଧାରିତ ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ। ଯାହାର ଉତ୍ତର ରଖି ଆଇନମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମୋଟ 13,358ଟି ଅଭିଯୋଗ ଆସିଛି।
ଯେଉଁଥିରୁ 12,432 ଅଭିଯୋଗର ସମାଧାନ ହୋଇସାରିଛି। ଜିଲ୍ଲା ଉପଖଣ୍ଡ ଓ ତହସିଲ ସ୍ତରରେ ବି ପ୍ରତି ସୋମବାର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲୁଛି। ଆଇନ ମନ୍ତ୍ରୀ ଆହୁରି କହିଛନ୍ତି 14,41,832ଟି ଅଭିଯୋଗ ଜନଶୁଣାଣି ପୋର୍ଟାଲରେ ରେଜିଷ୍ଟ୍ରେସନ ହୋଇଛି। ଏଥିରୁ 13,07,253ଟି ଅଭିଯୋଗର ସମାଧାନ ହୋଇସାରିଛି। ବାକି ଥିବା 1,34,579 ଅଭିଯୋଗ ମଧ୍ୟରୁ ଅଧିକାଂଶ ଜଟିଳ ଅଛି। ଏହାର ସମାଧାନ ପାଇଁ ବିଭିନ୍ନ ଦିଗ ଉପରେ ବିଚାର ଚାଲିଛି। ପରବର୍ତ୍ତୀ ଖବର, ରାଜଧାନୀ ମୁହାଁ ବିଭିନ୍ନ ସଂଗଠନ ଲୟର ପିଏମ୍ଜିରେ ବିଶାଳ ଗଣଧାରଣା। କମ୍ପୁଛି ରାଜଧାନୀର ଲୟର ପିଏମ୍ଜି। ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ସଂଗଠନ। ବିଧାନସଭା ମୁହଁ ଦେଖି ବ୍ୟାରିକେଡ୍ ଲଗାଇ ସଜାଗ ପୋଲିସ। ମାଷ୍ଟର କ୍ୟାଣ୍ଟିନ୍ ଛକରୁ ବିଶାଳ ରାଲି କରି ଆନ୍ଦୋଳନ ସ୍ଥଳକୁ ପହଞ୍ଚିଛନ୍ତି ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘର କର୍ମଚାରୀ। 7 ଦଫା ଦାବି ନେଇ ଆରମ୍ଭ କରିଛନ୍ତି ଆନ୍ଦୋଳନ। 30 ବର୍ଷ ଧରି ଉତ୍ସର୍ଗୀକୃତ ଭାବେ ସେବା ଯୋଗାଇ ଆସୁଥିଲେ ସୁଦ୍ଧା ସରକାର ସେମାନଙ୍କ ପ୍ରତି ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି। ପାରିଶ୍ରମିକ ଦୈନିକ 100 ଟଙ୍କା ବଦଳରେ 462 ଟଙ୍କା ବୃଦ୍ଧି ହିସାବରେ ମାସିକ 13,860 ଟଙ୍କା ଦାବି କରିଛନ୍ତି ପାଚକ ପାଚିକା। 11 ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣାରେ ବସିଛନ୍ତି ଶତାଧିକ 108 ଆମ୍ବୁଲାନ୍ସ କର୍ମଚାରୀ। ଦାବି ପୂରଣ ନ ହେଲେ ରାଜ୍ୟର ସମସ୍ତ କର୍ମଚାରୀ ସେବାରୁ ନିବୃତ୍ତ ହୋଇ ଧାରଣାରେ ବସିବ ବୋଲି ଦେଇଛନ୍ତି ଚେତାବନୀ। ଦୀର୍ଘ ବର୍ଷ ଧରି ରୋଗୀ ସେବା ଯୋଗାଇ ଆସୁଥିଲେ ବି ସେମାନଙ୍କୁ ଧକ୍କା ଦିଆଯାଇଥିବା ଅଭିଯୋଗ କରିଛି ସଂଘ। 12 ଘଣ୍ଟା ଡ୍ୟୁଟି କରି 8 ଘଣ୍ଟାର ଦରମା ମିଳୁଛି। ସଂସ୍ଥା ବଦଳିଲେ ଷ୍ଟାଫ୍କୁ ବି ଚାକିରିରୁ ବାହାର କରାଯାଉଛି। ସେପଟେ ଆଦର୍ଶ ବିଦ୍ୟାଳୟ ଶିକ୍ଷକମାନେ ବି ଅଭିନବ ଢଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମାନ କାମକୁ ସମାନ ଦରମା ଦାବିରେ ହାତରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 13 ଦଫା ଦାବି ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘର 5,000ରୁ ଅଧିକ ଶିକ୍ଷକ ଲୟର ପିଏମ୍ଜିରେ ଧାରଣା ଦେଇଛନ୍ତି। ସେପଟେ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘର ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ତେବେ ସରକାରଙ୍କ ସହ ଆଲୋଚନା କରି ଯାହା ସମ୍ଭବ ହେବ ତାହା ପୂରଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ନିଜ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସରକାର ସେମାନଙ୍କ ସମସ୍ୟା ନେଇ କ'ଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ରହିଛି ନଜର। ପରବର୍ତ୍ତୀ ଖବର, ଆସନ୍ତା ମାସରେ ବଢ଼ିକି ଆସିବ ଦରମା, ସରକାର କରିଦେଲେ ସ୍ପଷ୍ଟ। ସାରା ଦେଶର ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀ ବର୍ତ୍ତମାନ ଗୋଟିଏ ଖବର ଉପରେ ଧ୍ୟାନ ଦେଇଛନ୍ତି, ଅଷ୍ଟମ ବେତନ କମିଶନ। କିଛି ସମୟ ଧରି କରିଡରରେ ଏକ ଚର୍ଚ୍ଚା ଚାଲିଛି ଯେ ସରକାର ଜାନୁଆରୀ 1, 2026ରୁ ନୂତନ ବେତନ କମିଶନ ଲାଗୁ କରି କର୍ମଚାରୀମାନଙ୍କୁ ଏକ ବଡ଼ ନୂତନ ବର୍ଷର ଉପହାର ଦେଇପାରନ୍ତି। ଏହି ଆଶା ଓ କଳ୍ପନା ଜଳ୍ପନା ମଧ୍ୟରେ କେନ୍ଦ୍ର ସରକାର ଏବେ ସଂସଦରେ ପରିସ୍ଥିତି ସ୍ପଷ୍ଟ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଏହି ସଦ୍ୟତମ ବିବୃତ୍ତି ସୋସିଆଲ ମିଡ଼ିଆ ଏବଂ କର୍ମଚାରୀଙ୍କ ମଧ୍ୟରେ ଚାଲିଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି। ସୋମବାର ଡିସେମ୍ବର 8, 2025ରେ ସଂସଦର ଶୀତକାଳୀନ ଅଧିବେଶନ ସମୟରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ଏକ ଲିଖିତ ଉତ୍ତରରେ ଅଷ୍ଟମ ବେତନ କମିଶନ କାର୍ଯ୍ୟାନ୍ୱୟନ ତାରିଖ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ। ସରକାର ଜାନୁଆରୀ 1, 2026ରୁ ଅଷ୍ଟମ ବେତନ କମିଶନ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି କି ବୋଲି ପଚରାଯିବାରୁ ସେ ସ୍ପଷ୍ଟ ଭାବରେ କହିଥିଲେ ସରକାର କାର୍ଯ୍ୟାନ୍ୱୟନ ତାରିଖ ସ୍ଥିର କରିବେ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ପରବର୍ତ୍ତୀ ଖବର, ଓଡ଼ିଶାରେ ଡାକ୍ତର ମରୁଡ଼ି, ଠିକାରେ ଚାଲିଛି ଡାକ୍ତରୀ ସେବା। ଓଡ଼ିଶାରେ ଡାକ୍ତର ମରୁଡ଼ି, ଠିକାରେ ଚାଲିଛି ଡାକ୍ତରୀ ସେବା। 60% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡ଼ିଛି। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ ବିଧାନସଭାରେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ଅଭାବ ଘଟଣା ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାର ଚିନ୍ତା ବଢ଼ାଇ ଦେଇଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ ରାଜ୍ୟରେ ମଞ୍ଜୁରୀପ୍ରାପ୍ତ 15,774 ଡାକ୍ତର ପଦବୀରୁ ଖାଲି ପଡ଼ିଛି 9,503 ଡାକ୍ତର ପଦବୀ। ଏବେ କାର୍ଯ୍ୟରତ ଅଛନ୍ତି 6,271 ଡାକ୍ତର। ସେମାନଙ୍କ ମଧ୍ୟରୁ 1,135 ଜଣ ଠିକା ନିଯୁକ୍ତି ପାଇଛନ୍ତି। ସ୍ଥାୟୀ ନିଯୁକ୍ତି ଅଛନ୍ତି ମାତ୍ର 5,003 ଜଣ ଡାକ୍ତର। 5,248 ଡାକ୍ତର ପଦବୀ ପୂରଣ ପାଇଁ ଓପିଏସ୍ସିକୁ ଅନୁରୋଧ କରାଯାଇଛି, ଏହା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ। ପରବର୍ତ୍ତୀ ଖବର, ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ଖର୍ଚ୍ଚ 50 ଲକ୍ଷ ଟଙ୍କା। ବିଧାନସଭାରେ ନିଜେ ତଥ୍ୟ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି 50 ଲକ୍ଷ ଟଙ୍କା। ସେହିପରି ଅନ୍ୟ ଏକ ସରକାରୀ ବାସଭବନର ମରାମତିରେ ଖର୍ଚ୍ଚ ହୋଇଛି 23 ଲକ୍ଷରୁ ଅଧିକ ଟଙ୍କା। ଏନେଇ ବିଧାନସଭାରୁ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଏନେଇ ଗୃହରେ ଉତ୍ତର ରଖିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଧାନସଭାରେ ପ୍ରଶ୍ନ କରିଥିଲେ ଯେ ରାଜ୍ୟରେ ନୂଆ ସରକାର ଆସିବା ପରେ ବିଭିନ୍ନ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା କ୍ୱାର୍ଟର୍ସ ଗୁଡ଼ିକର ମରାମତି ଏବଂ ନବୀକରଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି।
ଏବଂ ସମସ୍ତ ମନ୍ତ୍ରୀମାନଙ୍କ ଅଲଗା ଅଲଗା ଖର୍ଚ୍ଚ ତାଲିକା ପ୍ରଦାନ କରିବାକୁ ସେ ଅନୁରୋଧ କରିଥିଲେ। ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ ତଥ୍ୟ ରଖିଛନ୍ତି। ମିଳିଥିବା ତଥ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗୋଟିଏ ସରକାରୀ ଆବାସର ମରାମତି ପାଇଁ 50,10,871 ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଆଉ ଏକ ସରକାରୀ ବାସଭବନ ପାଇଁ 23,47,487 ଟଙ୍କା ଖର୍ଚ୍ଚ ହୋଇଛି। ଅନ୍ୟପଟେ ଅନ୍ୟ ମନ୍ତ୍ରୀମାନଙ୍କର ସରକାରୀ ଘର ମରାମତି ଖର୍ଚ୍ଚ ଦେଖିବାକୁ ଗଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଘର ମରାମତି ପାଇଁ 18,90,000, କେଭି ସିଂହଦେଓଙ୍କ ଘର ମରାମତି ପାଇଁ 28,21,000, ସମ୍ପଦ ସ୍ୱାଇଁଙ୍କ ଘର ମରାମତି ପାଇଁ 19,60,000 ଟଙ୍କା ଖର୍ଚ୍ଚ ହୋଇଛି। ତା ସହିତ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ସରକାରୀ ଆବାସ ମରାମତି ଖର୍ଚ୍ଚ ହୋଇଛି 10,59,000 ଟଙ୍କା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସରକାରୀ ଆବାସ ମରାମତି ପାଇଁ ଖର୍ଚ୍ଚ ହୋଇଛି 7,72,000 ଟଙ୍କା। ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପାଇଁ 17,58,000 ଟଙ୍କା, ପୃଥ୍ୱୀରାଜ ହରିଚନ୍ଦନଙ୍କ ସରକାରୀ ଆବାସ ପାଇଁ 20,93,000 ଟଙ୍କା, ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଆବାସ ମରାମତି ପାଇଁ 25,74,000 ଟଙ୍କା ଖର୍ଚ୍ଚ ହୋଇଛି।